ଗୋଟିଏ ସମୟର କଥା। ଏକ ସୁନ୍ଦର ଛୋଟ ବସାରେ ଏକ ପାରା ରହୁଥିଲା। ସେ ଗଛଟି ଗୋଟିଏ ରୋଷେଇ ଘର ପାଖରେ ଥିଲା। ସେଠାରେ କାମ କରୁଥିବା ଘରଣୀକୁ ପାରା ବହୁତ ପସନ୍ଦ ଥିଲା। ସେ ସବୁଦିନ ପାରାକୁ ଦାନା ଦେଉଥିଲା। ପାରା ତା ଜୀବନରେ ବହୁତ ଖୁସିରେ ଥିଲା। ଆଉ ସେ ତା ଘରକୁ ବହୁତ ଭଲ ପାଉଥିଲା। ସେ ଗଛ ପାଖରେ ଆଉ ଗୋଟିଏ ଗଛ ଥିଲା। ସେଠାରେ ଗୋଟିଏ କୁଆ ରହୁଥିଲା। ସେ ବହୁତ ଅଳସୁଆ ଥିଲା। ସେ ସମସ୍ତଙ୍କୁ ହଇରାଣ କରୁଥିଲା। ଅନ୍ୟ ପକ୍ଷୀମାନଙ୍କ ଖାଇବା ଚୋରି କରି ନେଉଥିଲା ଏବଂ କେବେ କେବେ ତାଙ୍କ ବସା ମଧ୍ୟ ଖରାପ କରିଦେଉଥିଲା। କାହିଁକି ନା ସେ ନିଜେ ମେହନତ କରିବା ପାଇଁ ଚାହୁଁନଥିଲା। ଗୋଟିଏ ଦିନ କୁଆ ପାରାକୁ ରୋଷେଇ ଘରୁ ଖାଦ୍ୟ ଆଣୁଥିବାର ଦେଖିଲା। ସେ ଦେଖିଲା ରୋଷେଇ ଘରେ କାମ କରୁଥିବା ଘରଣୀ ପାରାକୁ ପ୍ରତିଦିନ କିଛି ଦାନା ଦେଉଛନ୍ତି ଆଉ ତାକୁ ମଧ୍ୟ ସେହିପରି ଆରାମ ଦରକାର ଥିଲା। ଫେର ଗୋଟିଏ ଦିନ ସକାଳୁ ପାରା ତା ଘର ସଫା କରୁଥିଲା ଏବଂ ନିଜର ପସନ୍ଦ ବାଲା ଗୀତ ଗୁଣୁଗୁଣୁ କରି ଗାଉଥିଲା। ସେ ଯେତେବେଳେ ନିଜ ବସା ପାଇଁ ନୂଆ ଶୁଖିଲା କାଠ ସଂଗ୍ରହ କରୁଥିଲା ସେତିକିବେଳେ ତାର ପାଦ ଘାସରେ ଅଟକିଗଲା। ସେ ବାହାରକୁ ଆଣିବା ପାଇଁ ବହୁତ ସଂଘର୍ଷ କରୁଥିଲା। ସେ ଅଚାନକ କୁଆକୁ ଦେଖିଲା। ଫେର କୁଆ କହିଲା, ହ୍ୟାଲୋ ସାଙ୍ଗ, ଏମିତି ଲାଗୁଛି ତମେ ଘାସରେ ଫସି ଯାଇଛ। କ'ଣ ମୁଁ ତୁମର ସାହାଯ୍ୟ କରିପାରିବି? କିଛି କଥା ନାହିଁ, ମୁଁ ଠିକ୍ ଅଛି, ପାରା କହିଲା। ଆରେ ଛାଡ଼, ମୁଁ ତୁମକୁ ବାହାର କରିଦେଉଛି। କୁଆ ଘାସକୁ ଟାଣି ବାହାର କରିଦେଲା। ପାରା କହିଲା, ଧନ୍ୟବାଦ ସାଙ୍ଗ, ତୁମର ଦିନଟି ଖୁସିରେ ବିତୁ। ଫେର ଯେମିତି ପାରା ଉଡ଼ିବାକୁ ଯାଉଥିଲା କୁଆ ତାକୁ କହିଲା, ଟିକିଏ ରହିଯାଅ ସାଙ୍ଗ, ତୁମେ ମୋର ଏକ ସାହାଯ୍ୟ କରିପାରିବ। ବାସ୍ ଏକ ଅନୁରୋଧ ରହିଛି। କ'ଣ ଆମେ ଦୁଇଜଣ ସାଙ୍ଗ ବନିପାରିବା? ଫେର ପାରା କହିଲା, ନିଶ୍ଚୟ ସାଙ୍ଗ ବନିପାରିବା। ଆରେ ବାଃ, ସାଙ୍ଗ ତ ସବୁ ମିଳିମିଶି ରହିଥାନ୍ତି। ତୁମର ଘର ବହୁତ ବଡ଼ ଏବଂ ସୁନ୍ଦର। ଚାଲ ସେଠାକୁ ଯିବା। ପାରା ଟିକିଏ ଚୁପ୍ ରହିଲା, କିନ୍ତୁ ସେ ମାନିଗଲା। ଦୁଇଜଣ ସାଙ୍ଗ ହୋଇ ଉଡ଼ି ଚାଲିଲେ। ପାରା ବସାରେ ପହଞ୍ଚିଗଲେ। କୁଆ ପାରା ବସାକୁ ଦେଖି ବହୁତ ଖୁସି ହେଲା। ତା ବସାରେ ତାକୁ ବହୁତ ଆରାମ ମିଳିଲା। ଆଉ ସେ ପୁରା ଫାଇଦା ଉଠାଇବା ପାଇଁ ଚାହିଁଲା। ପାରା ତାକୁ ସେଠାରେ ରହିବା ପାଇଁ ସାଙ୍ଗରେ ସମୟ ବିତାଇବା ପାଇଁ କହିଲା, ଯେଉଁଥିରେ ସେମାନେ ଖେଳକୁଦ ଏବଂ ଲୋକଙ୍କ ବିଷୟରେ କଥା ହୋଇପାରିବେ। ଯେତେବେଳେ ଖାଇବା ସମୟ ହୋଇଗଲା କୁଆକୁ ନିଜ ପାଇଁ ଖାଇବା ସଂଗ୍ରହ କରିବାର ଥିଲା। କିଛି ଦିନ ପରେ କୁଆ ବହୁତ ବିରକ୍ତ ହୋଇଗଲା। ଯେତେବେଳେ ପାରା ସବୁ ଖାଇବା ଖାଇଦେଉଥିଲା ସେ ଚାହୁଁଥିଲା କି ପାରା ତା ପାଇଁ ମଧ୍ୟ ଖାଇବା ନେଇକି ଆସୁ। କିନ୍ତୁ ସେମିତି ହେଲା ନାହିଁ। କୁଆ ମାଂସ ଖାଇବାକୁ ଚାହୁଁଥିଲା, କିନ୍ତୁ ପାରା ରୋଷେଇ ଘରୁ କେବଳ ଖୁଦ ନେଇ ଆସିଲା। କୁଆ ଆଉ ଅପେକ୍ଷା କରି ରହିପାରିଲା ନାହିଁ। ସେ ନିଷ୍ପତ୍ତି ନେଲା ଯେ ସେ ନିଜେ ରୋଷେଇ ଘରକୁ ଯିବ, ନିଜ ଖାଇବା ନେଇକି ଆସିବ। ସେ ନିଜେ ରୋଷେଇ ଘରକୁ ଗଲା। ତାକୁ ମାଛ ବନିଥିବାର ବାସ୍ନା ଆସିଲା। ସେ ଆଉ ନିଜକୁ ଅଟକାଇ ପାରିଲା ନାହିଁ। ସେ ଟିକିଏ ଚାଖିଲା, ଆଉ ଫେର ଆଉ ଟିକିଏ ଚାଖିଲା, ଆଉ ଫେର ତାକୁ ଲୋଭ ଲାଗିଲା। ସେ ସବୁ ମାଛ ଖାଇବାକୁ ଚାହିଁଲା। ଏହି ସମୟରେ ଥାଳି ତଳେ ପଡ଼ିଗଲା। ସେ ଘରଣୀକୁ ଶବ୍ଦ ଶୁଭିଲା ଆଉ ସେ ଦୌଡ଼ି ଘରକୁ ଆସିଲା। କୁଆ ଥରିବାକୁ ଲାଗିଲା ଆଉ ଦୌଡ଼ି ଯିବା ପାଇଁ ଚେଷ୍ଟା କଲା, କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା। ଏକ ବ୍ୟକ୍ତି ତାକୁ ଧରି ପକାଇଲା। ଆଉ ଜଣେ ତାକୁ ମୁଣ୍ଡ ଉପରେ ପିଟିଲା।